60 ବର୍ଷ ବୟସରେ ଦ୍ୱିତୀୟ ବିବାହରୁ ରାଗିଗଲେ ପୁଅ, ବିଷ ପିଇଦେଲା ବାପା। ଆସନ୍ତୁ ଜାଣିବା ଏହାର ସର୍ବିଶେଷ ଖବର ବିଷୟରେ। ବିହାରର ମୁଙ୍ଗେରରେ ଜଣେ 60 ବର୍ଷୀୟ ବୃଦ୍ଧ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଧରହରା ଥାନା ଅଞ୍ଚଳରେ ଥିବା ଦଶରଥପୁର ବାସିନ୍ଦା 60 ବର୍ଷୀୟ ମୁସହରୁ ଯାଦବ ହୋଲି ଦିନ ଗାଁର ଜଣେ ମହିଳାଙ୍କୁ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ଏହାପରେ ଯାହା ଘଟିଥିଲା ତାହା ଆହୁରି ଅଜବ ଥିଲା। ସୂଚନା ମୁତାବକ ମାର୍ଚ୍ଚ 15 ତାରିଖରେ ବିବାହ କରିବା ପରେ ମୁସହରୁ ଯାଦବ ଓ ତାଙ୍କ ପତ୍ନୀ ମାର୍ଚ୍ଚ 16 ପର୍ଯ୍ୟନ୍ତ ନିଖୋଜ ଥିଲେ। ଏହାପରେ ମାର୍ଚ୍ଚ 17 ତାରିଖରେ ମୁସହରୁ ଯାଦବ ତାଙ୍କର ନବବିବାହିତା ପତ୍ନୀଙ୍କ ସହିତ ତାଙ୍କ ଘରେ ପହଞ୍ଚିଥିଲେ। ଏହା ଦେଖିବା ମାତ୍ରେ ମୁସହରୁଙ୍କ ପୁଅ ସୁରଜ କ୍ରୋଧିତ ହୋଇଯାଇଥିଲେ ଏବଂ ତାଙ୍କ ବାପାଙ୍କୁ ଘରକୁ ପ୍ରବେଶ କରିବାକୁ ଦେଇନଥିଲେ। ଏହାପରେ ଘଣ୍ଟା ଘଣ୍ଟା ଧରି ବାପା ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ମୁସହରୁ ଯାଦବ କୀଟନାଶକ ପିଇ ଦେଇଥିଲେ। ଶୀଘ୍ର ପୁଅ ଓ ଗାଁ ଲୋକେ ତାଙ୍କୁ ଚିକିତ୍ସା ପାଇଁ ଧରହରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୁଙ୍ଗେରରେ ଥିବା ସଦର ହସ୍ପିଟାଲକୁ ପଠାଇ ଦେଇଥିଲେ, ଯେଉଁଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି।